ଏକ ନମ୍ବର ଖବର ସିରିଆ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ, ନୌସେନା ବାହିନୀ ଉପରେ ଆକ୍ରମଣ କରି ଏୟାରବେସ୍ ନଷ୍ଟ କରିଥିବା ଆଇଡିଏଫର ଦାବି। ଅସଦ ସିରିଆ ଛାଡ଼ିବା ପରେ ସିରିଆ ଉପରେ ଲଗାତାର ଆକ୍ରମଣ ଜାରି ରଖିଛି ଇସ୍ରାଏଲ। ଗତକାଲି ତୁର୍କୀ ଆକ୍ରମଣ କରିଥିବା ବେଳେ ନିରଞ୍ଜିତ ରାତିରେ ଇସ୍ରାଏଲ ସିରିଆର ନୌସେନା ଉପରେ ବଡ଼ ଆକ୍ରମଣ କରିଛି। ଆଉ ଏହି ଆକ୍ରମଣ କରିବା ପଛରେ ଏକମାତ୍ର କାରଣ ହେଉଛି ଇସ୍ରାଏଲକୁ ସୁରକ୍ଷା ଦେବା ବା ଭବିଷ୍ୟତରେ ଯେପରି ସିରିଆରେ ଥିବା ଆତଙ୍କୀମାନେ ଇସ୍ରାଏଲ ଉପରେ ଆକ୍ରମଣ ନ କରିବେ ସେଥିପାଇଁ ଆତଙ୍କବାଦୀମାନଙ୍କୁ ବଡ଼ ଚେତାବନୀ ଦେଉଛି ଇସ୍ରାଏଲ। ସିରିଆର ବିଭିନ୍ନ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଗୃହ ଯୁଦ୍ଧର ସ୍ଥିତି ଭିତରେ ସିରିଆର ନୂଆ ସରକାର ଗଢ଼ିବାକୁ ପ୍ରସ୍ତୁତ ଆରମ୍ଭ ହୋଇଛି। ଇସ୍ରାଏଲ କହିଛି ସିରିଆ ନୌସେନା ବାହିନୀ ଉପରେ ଆକ୍ରମଣ କରାଯାଇଛି। ଅସଦ ଯିବା ପରେ ସିରିଆର ସାମରିକ ଶକ୍ତିକୁ ନିଷ୍କ୍ରିୟ କରିବା ପାଇଁ ଏହି ଆକ୍ରମଣ। ଇସ୍ରାଏଲ ସେନା କହିଛି ଅଲବେଡ଼ା ଏବଂ ଲତାକିଆ ବନ୍ଦର କରାଯାଇଛି ଆକ୍ରମଣ। 15ଟି ଜାହାଜ ମୁତୟନ ଥିବାବେଳେ ଜାହାଜ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ପରବର୍ତ୍ତୀ ଖବର ସଂସଦରେ ଇଣ୍ଡି ମେଣ୍ଟର ପ୍ରଦର୍ଶନ ଜାରି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଗୋଲାପକୁ ଏଡ଼ାଇଗଲେ ରାଜନାଥ ସିଂ। ସଂସଦ ଭବନ ପରିସରରେ ଆଜି ଏକ ରୋଚକ ଦୃଶ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ଯେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଆସି ପହଞ୍ଚିଥିଲେ, ତାଙ୍କୁ ଘେରାଯାଇଥିଲା ବିରୋଧୀ ଦଳ ସାଂସଦ। ଏହି ସମୟରେ ତାଙ୍କ ପାଖକୁ ଆସି ଗୋଲାପ ଫୁଲ ଦେଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଯାହାକୁ ରାଜନାଥ ଗ୍ରହଣ ନ କରି ଗୃହ ଭିତରକୁ ଚାଲି ଯାଇଥିଲେ। ଆଜି ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ପରିସରରେ ଏକାଠି ହୋଇଥିଲେ ବିରୋଧୀ ସାଂସଦ ଓ ଯେଉଁ ଏନ୍ଡିଏ ସାଂସଦ ଆସୁଥିଲେ ତାଙ୍କୁ ଗୋଲାପ ଫୁଲ ଦେଇ ସ୍ୱାଗତ କରୁଥିଲେ ରାଜନାଥ ସିଂ। ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ରାହୁଲ ଗାନ୍ଧୀ ତୁରନ୍ତ ତାଙ୍କ ଆଗକୁ ଚାଲି ଆସିଥିଲେ। ଏହି ସମୟରେ ରାଜନାଥ ସିଂ ଏବଂ ରାହୁଲଙ୍କ ମଧ୍ୟରେ କିଛି ସେକେଣ୍ଡ ପାଇଁ କଥାବାର୍ତ୍ତା ହୋଇଥିଲା, କିନ୍ତୁ ରାହୁଲ ତାଙ୍କୁ ଗୋଲାପ ଦେବା ମାତ୍ରେ ରାଜନାଥ ଏହାକୁ ନ ନେଇ ହସି ହସି ଆଗକୁ ଚାଲି ଯାଇଥିଲେ। ଏହି ସମୟରେ କଂଗ୍ରେସ ନେତା, ଭାଜପା ନେତା ଏବଂ ସେଠାରେ ଉପସ୍ଥିତ ଥିଲା ସୁରକ୍ଷାକର୍ମୀମାନେ ମଧ୍ୟ ହସୁଥିବା ଦେଖାଯାଇଥିଲା। ବର୍ତ୍ତମାନ ଏହି ଘଟଣାର ପୁରା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପରବର୍ତ୍ତୀ ଖବର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ସ୍ୱୀକାର କଲା ୟୁନୁସ ସରକାର। ଭାରତୀୟ ବୈଦେଶିକଙ୍କ ଆଲୋଚନା ପରେ ବି ଥମୁନି ହିଂସା, ଶେଷରେ ସତ ମାନିଛି ବାଂଲାଦେଶ। ଅନ୍ତରୀଣ ୟୁନୁସ ସରକାର ଏକଥା ସ୍ୱୀକାର କରିଛନ୍ତି ଯେ ଅଗଷ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ବହିଷ୍କାର କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ମୁଖ୍ୟତଃ ହିନ୍ଦୁଙ୍କ ଉପରେ 28ଟି ସାମ୍ପ୍ରଦାୟିକ ହିଂସା ଘଟିଛି। ଗତ କିଛି ସପ୍ତାହ ମଧ୍ୟରେ ବାଂଲାଦେଶରେ ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ହିଂସା ଘଟଣା ବୃଦ୍ଧି ପାଇଛି। ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଛି। ବିଶେଷ କରି ହିନ୍ଦୁ ସାଧୁ ଚିନ୍ମୟ କୃଷ୍ଣ ଦାସଙ୍କୁ ଗିରଫ କରାଯାଇଛି। ଭାରତ ସମେତ ଅନେକ ଦେଶ ପକ୍ଷରୁ ବାରମ୍ବାର ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। 17 କୋଟି ଜନସଂଖ୍ୟାରେ ବାଂଲାଦେଶର ଜନସଂଖ୍ୟାର ପ୍ରାୟ 8% ହିନ୍ଦୁ ଅଟନ୍ତି। ପରବର୍ତ୍ତୀ ଖବର ଓଡ଼ିଶାରେ ବଜାରରେ ନକଲି ସୁନା, ଅଣ-ହଲମାର୍କ ସୁନା ବିକୁଛନ୍ତି ଦୋକାନୀ, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ପରେ ବଢ଼ିଲା ଚର୍ଚ୍ଚା। ସୁନା ପ୍ରତି ସମସ୍ତଙ୍କର ଆକର୍ଷଣ ରହିଛି, କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ରାଜ୍ୟରେ ଚାଲିଛି ନକଲି ସୁନା କାରବାର। ନକଲି ସୁନା ବିକ୍ରି କରୁଥିବା 5 ଅଳଙ୍କାର ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ବି ହୋଇଛି। ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। କେବଳ ଏତିକି ନୁହେଁ, ମାପ ଓ ଓଜନରେ ବି ଠକେଇ ହେଉଛି। ରାଜ୍ୟରେ ନକଲି ସୁନା ବିକ୍ରି ହେଉଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ତାଙ୍କ କହିବା ମୁତାବକ ଦୋକାନୀ ଓ ବ୍ୟବସାୟୀ ନକଲି ସୁନା ବିକିବା ସହ ମାପ ଓ ଓଜନରେ ଠକେଇ କରୁଛନ୍ତି। ନକଲି ସୁନା ବିକ୍ରି କରୁଥିବା 5 ଅଳଙ୍କାର ଦୋକାନ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ। ନକଲି ହଲମାର୍କ ପାଇଁ ଏକ ସୁନା ଦୋକାନ ବିରୋଧରେ କୁଚିଣ୍ଡା କୋର୍ଟ ମାମଲାରେ ପଞ୍ଜୀକୃତ ହୋଇଛି। ଜଗତସିଂହପୁର, ପୁରୀ, ସମ୍ବଲପୁର ଏବଂ ବରଗଡ଼ରେ 4ଟି ସୁନା ଦୋକାନ ଲାଇସେନ୍ସ ବାତିଲ କରାଯାଇଛି। ପରବର୍ତ୍ତୀ ଖବର ମେଣ୍ଟ ଚର୍ଚ୍ଚାକୁ କେଜରିୱାଲଙ୍କ ଖଣ୍ଡନ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢ଼ିବ ଦଳ। ବୁଧବାର ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ଆପ୍ ସମର୍ଥନ କରିଛି। ଏହାଛଡ଼ା ଗତ ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମହାରାଷ୍ଟ୍ରରେ ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ଉପରେ ଇଣ୍ଡି ମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସ୍ଥିର କରିଛି। ଏଥିରେ ମଧ୍ୟ କଂଗ୍ରେସ ପ୍ରମୁଖ ଭୂମିକା ନେଇଛି, ଯାହାକି ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ଆପର ମେଣ୍ଟକୁ ଚର୍ଚ୍ଚାକୁ ବଳ ଦେଇଥିଲା। ମାତ୍ର କଂଗ୍ରେସ ସହ ମେଣ୍ଟ ନ କରି ଏନେଇ ଅରବିନ୍ଦ କେଜରିୱାଲଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ଏହି ଚର୍ଚ୍ଚାରେ ନିଶାନା ଲଗାଇଛି। ହରିୟାଣା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସହ ମେଣ୍ଟ ନେଇ ପ୍ରଥମେ କଂଗ୍ରେସ ପ୍ରସ୍ତାବ ଦେଇଥିଲା। ମାତ୍ର ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସର ବଡ଼ ଭାଇ ପଣିଆକୁ ପ୍ରତ୍ୟାଖ୍ୟାନ କରି ଆପ୍ ଏକାକୀ ଲଢ଼ିଥିଲା, ଯାହାର ପ୍ରତିଫଳନ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହେବାକୁ ଯାଉଛି। ଏଠାରେ ଆପ୍ ହେଉଛି ବଡ଼ ଭାଇ। ଗତ 2013ରୁ ଆପ୍ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀ ନିର୍ବାଚନ ଜିତି ଆସୁଛି। ଏପରିକି 2015 ନିର୍ବାଚନରେ ଆପ୍ ଦିଲ୍ଲୀରୁ 70 ବିଧାନସଭା ଆସନରୁ 65ଟି ଜିତି ରେକର୍ଡ କରିଥିଲା। ତେଣୁ ଦିଲ୍ଲୀ ନିର୍ବାଚନ କାହା ସହିତ ବୁଝାମଣା ନ କରିବାକୁ ଚାହୁଁଥିବା ସ୍ୱାଭାବିକ। ପରବର୍ତ୍ତୀ ଖବର ପ୍ରଥମ ଥର ପାଇଁ ଦିଘାରେ ହେବ ରଥଯାତ୍ରା। ନିର୍ମାଣାଧୀନ ଜଗନ୍ନାଥ ମନ୍ଦିରର ସ୍ଥିତି ଅନୁଧ୍ୟାନ ପରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା।
ଦୀର୍ଘ ବର୍ଷ ହେବ ପୁରୀ ଶ୍ରୀମନ୍ଦିର ଓ ବିଶାଳ ବେଳାଭୂମି ପଶ୍ଚିମବଙ୍ଗ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଛି। ରଥଯାତ୍ରା ହେଉ ବା ପ୍ରତିଦିନ ପୁରୀରେ ଶହ ଶହ ପଶ୍ଚିମବଙ୍ଗ ଶ୍ରଦ୍ଧାଳୁ ଭିଡ଼। କିନ୍ତୁ ଆସନ୍ତା ବର୍ଷଠାରୁ ରଥଯାତ୍ରାର ଚିତ୍ର କିଛି ଭିନ୍ନ ହୋଇପାରେ। କାରଣ ଦୀଘାରେ ନିର୍ମାଣ ହେବାକୁ ଯାଉଛି ବିଶାଳ ଜଗନ୍ନାଥ ମନ୍ଦିର, ଯାହା ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ରୂପେ ଗଢ଼ାଯାଇଛି। ମମତା ସରକାର 2019ରେ ଆରମ୍ଭ କରିଥିଲେ ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ 22 ଏକର ଜମିରେ 250 କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ଚାଲିଛି। ପ୍ରଶ୍ନ ଉଠୁଛି, ଦୀଘା ମନ୍ଦିର ପାଇଁ ପୁରୀ ପର୍ଯ୍ୟଟନ ମାଡ଼ ଖାଇଯିବନି ତ? ପରବର୍ତ୍ତୀ ଖବର ବିଧାନସଭାରେ ଆଳୁ ଝଡ଼, ଆଳୁ ମିଶନ ଫେଲ୍ ପାଇଁ ପୂର୍ବ ସରକାରଙ୍କୁ ଦାୟୀ କଲେ ଉପମୁଖ୍ୟମନ୍ତ୍ରୀ। ବିଧାନସଭାରେ ଆଳୁ ଝଡ଼, ଆଳୁ ମିଶନ ଫେଲ୍ ପାଇଁ ତତ୍କାଳୀନ ସରକାର ଉପରେ ଦୋଷ ଠେଲିଛନ୍ତି ବର୍ତ୍ତମାନ ବିଜେପି ସରକାର। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଠିକ୍ ସମୟରେ ଚାଷୀଙ୍କୁ ବିହନ ଯୋଗାଇବାରେ ବିଜେଡି ସମର୍ଥନ ହୋଇନାହାନ୍ତି। ଆଳୁ ପ୍ରସଙ୍ଗରେ ପଶ୍ଚିମବଙ୍ଗର ବ୍ଲାକମେଲ୍ ବନ୍ଦ କରାଯିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଉପମୁଖ୍ୟମନ୍ତ୍ରୀ। ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି। ଠିକ୍ ସମୟରେ ଚାଷୀଙ୍କୁ ବିହନ ଯୋଗାଇବାରେ ଅସମର୍ଥ ଥିଲେ ବିଜେଡି ସରକାର। କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ଆଳୁ ମିଶନ ଫେଲ୍ ମାରିଥିଲା ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗୃହରେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶାରେ 27ଟି ଉତ୍ପାଦ ଓ ସାମଗ୍ରୀକୁ ମିଳିଛି ଜିଆଇ ମାନ୍ୟତା, କହିଲେ ମନ୍ତ୍ରୀ। ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗୋଳିକ ସୂଚନାଙ୍କ ମାନ୍ୟତା ମିଳିଛି, ଏନେଇ ବୁଧବାର ପ୍ରଶ୍ନ କରିଛନ୍ତି ତାରାପ୍ରସାଦ ବାହିନୀପତି। ପ୍ରଶ୍ନରେ ଜବାବ ରଖି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ତାଲିକାରେ 27ଟି ସାମଗ୍ରୀ ଅଥବା ଉତ୍ପାଦ ସାମିଲ ରହିଛି। ରାଜ୍ୟରେ ସର୍ବାଧିକ ହସ୍ତଶିଳ୍ପ ବର୍ଗରେ 16ଟି ଉତ୍ପାଦ ଓ ସାମଗ୍ରୀକୁ ଜିଆଇ ମାନ୍ୟତା ମିଳିଥିବା 7 କୃଷି କ୍ଷେତ୍ରରେ ଏବଂ 4ଟି ଖାଦ୍ୟ ଉତ୍ପାଦକୁ ଜିଆଇ ମାନ୍ୟତା ମିଳିଛି। ସେହିପରି ପଟ୍ଟଚିତ୍ର ପାଇଁ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାକୁ ଜିଆଇ ମାନ୍ୟତା ମିଳିଥିବା ବେଳେ ଓଡ଼ିଶା ରସଗୋଲା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ମାନ୍ୟତା ମିଳିଛି। କନ୍ଧମାଳ ହଳଦୀ ପାଇଁ କନ୍ଧମାଳ ଜିଲ୍ଲାକୁ ମାନ୍ୟତା ମିଳିଛି। ସେହିଭଳି ଓଡ଼ିଶାର ଖଜୁରୀ ଗୁଡ଼ ପାଇଁ ଗଜପତି ଓ ଖୋର୍ଦ୍ଧା ଜିଲ୍ଲାକୁ ମାନ୍ୟତା ମିଳିଛି ବୋଲି ତଥ୍ୟ ପ୍ରଦାନ କରିଛନ୍ତି ମନ୍ତ୍ରୀ। ତେବେ ଓଡ଼ିଶାର କେଉଁ କେଉଁ ଜିଲ୍ଲାର କେଉଁ ଉତ୍ପାଦିତ ସାମଗ୍ରୀକୁ ଭୌଗୋଳିକ ସୂଚକାଙ୍କ ମାନ୍ୟତା ମିଳିଛି ବୋଲି ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି। ପରବର୍ତ୍ତୀ ଖବର, ଶତ୍ରୁଙ୍କ ହୋସ ଉଡ଼ାଇବ ଭାରତୀୟ ସେନାର ଖଡ଼ଗ କାମିକାଜ ଡ୍ରୋନ୍। ଭାରତୀୟ ସେନା ଖଡ଼ଗ କାମିକାଜ ଡ୍ରୋନ୍ ବିକଶିତ କରିଛି। ଏହା ଗୁଇନ୍ଦା ଏବଂ ସର୍ଭେଲାନ୍ସ ଭୂମିକାରେ ନିୟୋଜିତ ହୋଇପାରିବ। ଅଧିକାରୀ କହିଛନ୍ତି ଯେ ଏହି ଡ୍ରୋନ୍ ହେଉଛି ଏକ ହାଇସ୍ପିଡ୍ ଏବଂ କମ୍ ଓଜନ ବିଶିଷ୍ଟ ଡ୍ରୋନ୍, ଯାହା ପ୍ରତି ସେକେଣ୍ଡରେ 40 ମିଟର ବେଗରେ ଗତି କରିଥାଏ। ଖଡ଼ଗ 700 ଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ସାମଗ୍ରୀ ନେଇପାରେ ଏବଂ ଏଥିରେ ଜିପିଏସ୍ ନାଭିଗେସନ୍ ସିଷ୍ଟମ ଏବଂ ହାଇ ଡେଫିନେସନ୍ କ୍ୟାମେରା ରହିଛି। ଶତ୍ରୁଙ୍କ ଇଲେକ୍ଟ୍ରୋ ମ୍ୟାଗ୍ନେଟିକ୍ ସ୍ପେକ୍ଟ୍ରମ୍ ଜାମିଂକୁ ବି ବିଫଳ କରିବାରେ ଏହା ସମର୍ଥ। ଏକ ପ୍ରକାର ବିଧ୍ୱଂସକାରୀ ଡ୍ରୋନ୍ ଭାବରେ ଜଣାଶୁଣା ଏହି ଡ୍ରୋନ୍ ସହଜରେ ଶତ୍ରୁ ଲକ୍ଷ୍ୟକୁ ନଷ୍ଟ କରିପାରେ। ଅଧିକାରୀଙ୍କ କହିବା ଅନୁସାରେ ଖଡ଼ଗ ରାଡାର ପରିସରକୁ ଆସେ ନାହିଁ। ଏହି ଡ୍ରୋନ୍ 30,000 ଟଙ୍କା ମୂଲ୍ୟରେ ପ୍ରସ୍ତୁତ ହୋଇଛି। ଅଧିକାରୀ କହିଛନ୍ତି ଯେ ରୁଷ ୟୁକ୍ରେନ୍ ଯୁଦ୍ଧରେ ଏଭଳି ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଅଗଷ୍ଟରେ ନ୍ୟାସନାଲ୍ ଏରୋସ୍ପେସ୍ ଲାବୋରେଟୋରୀରେ ଏନ୍ଏଏଲ୍ ଶକ୍ତିଶାଳୀ ସ୍ୱଦେଶୀ କାମିକାଜ ଡ୍ରୋନ୍ ଲଞ୍ଚ କରିଥିଲା। ସ୍ୱଦେଶୀ ନିର୍ମିତ ଇଞ୍ଜିନ୍ ଏଥିରେ ରହିଛି, ଯାହା 1000 କିଲୋମିଟର ପର୍ଯ୍ୟନ୍ତ ଉଡ଼ିବାରେ ସକ୍ଷମ। ପରବର୍ତ୍ତୀ ଖବର, ରିଜର୍ଭ ବ୍ୟାଙ୍କର 26ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ସଞ୍ଜୟ ମାଲହୋତ୍ରା। ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆର୍ବିଆଇର ନୂଆ ଗଭର୍ଣ୍ଣର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। ଆର୍ବିଆଇର 26ତମ ଗଭର୍ଣ୍ଣର ଭାବରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆସନ୍ତା 3 ବର୍ଷ ପାଇଁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ଡିସେମ୍ବର 9 ତାରିଖରେ କେନ୍ଦ୍ର ସରକାର ଆର୍ବିଆଇ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରାଙ୍କ ନାମ ଘୋଷଣା କରିଥିଲେ। 6 ବର୍ଷ ପରେ ଶକ୍ତିକାନ୍ତ ଦାସଙ୍କ ପରେ ସଞ୍ଜୟ ମାଲହୋତ୍ରା ଆର୍ବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିସେମ୍ବର 10 ଅର୍ଥାତ୍ ଗତକାଲି ଶକ୍ତିକାନ୍ତଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଆହ୍ୱାନମୂଳକ ପରିସ୍ଥିତିର ସାମ୍ନା କରୁଥିବା ବେଳେ ଆର୍ବିଆଇ ଆଗରେ ସୁଧ ହାର ହ୍ରାସ ନେଇ ଚାପ ରହିଛି। ସେପଟେ ଦରଦାମ ବୃଦ୍ଧି ଭଳି ଚ୍ୟାଲେଞ୍ଜ ସମୟରେ ନବନିଯୁକ୍ତ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କାର୍ଯ୍ୟରେ ଗ୍ରହଣ କରିଛନ୍ତି। ଏହିସବୁ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଉଲ୍ଲେଖଯୋଗ୍ୟ, 1990 ବ୍ୟାଚ୍ ରାଜସ୍ଥାନର କ୍ୟାଡର ଆଇଏଏସ୍ ଅଧିକାରୀ ସଞ୍ଜୟ ମାଲହୋତ୍ରା ଆଇଆଇଟି କାନପୁର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ କରିଥିଲେ। ସେ ଶକ୍ତି, ଅର୍ଥ, ଆଇଟି, ଟ୍ୟାକ୍ସ, ମାଇନ୍ସ ବିଭାଗ ଅଭିଜ୍ଞତା ସହ 33 ବର୍ଷ କାର୍ଯ୍ୟ କରିଛନ୍ତି। ପରବର୍ତ୍ତୀ ଖବର, 23ଟି ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଦ୍ୟୁତ୍ ବିଲ୍, କହିଲେ ଉପମୁଖ୍ୟମନ୍ତ୍ରୀ। ରାଜ୍ୟର 23ଟି ଶିଳ୍ପ ସଂସ୍ଥା ଦେଉନାହାନ୍ତି ବକେୟା ବିଜୁଳି ବିଲ୍। ପଡ଼ି ରହିଛି ବକେୟା ବିଦ୍ୟୁତ୍ ବିଲ୍। 23ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ 1096 କୋଟି ଟଙ୍କା ବକେୟା ରହିଛି। ଲିଖିତ ଉତ୍ତର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସେହିପରି 10 ବର୍ଷରେ 14ଟି ଶିଳ୍ପ ସଂସ୍ଥାକୁ 4097 କୋଟି ବକେୟା ବିଲ୍ ମଧ୍ୟ ଛାଡ଼ କରାଯାଇଛି। ଯାଜପୁର ଭିସା ଷ୍ଟିଲ୍ 246 କୋଟି ଟଙ୍କା ବାକି ରଖିଥିବା ବେଳେ ଜିନ୍ଦଲ 285 କୋଟି,
GMR କମଳାଙ୍ଗ ଏନର୍ଜି 179 କୋଟି, ମାରାଇଥାନ ଇସ୍ପାତ ନିଗମ ଲିମିଟେଡ୍ 85 କୋଟି ଟଙ୍କା ବକେୟା ରଖିଛନ୍ତି। ଆଜି ଶୀତକାଳୀନ ଅଧିବେଶନରେ ବିଧାନସଭା ଗୃହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହା ଲିଖିତ ଉତ୍ତରରେ କହିଛନ୍ତି। ପରବର୍ତ୍ତୀ ଖବର ସାମ୍ବାଦିକଙ୍କ ପେନସନ ପାଇଁ ସହ କାର୍ଯ୍ୟକାରୀ ହେଉ ସାମ୍ବାଦିକ ସୁରକ୍ଷା ଆଇନ, ସାମ୍ବାଦିକଙ୍କୁ ମିଳିବା ଦରକାର ପେନସନ, ଏନେଇ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ଦାବି ଉପସ୍ଥାପନ କରିଛନ୍ତି। ପାଖାପାଖି 17ଟି ରାଜ୍ୟରେ ସାମ୍ବାଦିକମାନଙ୍କ ପେନସନ ବ୍ୟବସ୍ଥା ଥିଲେ ମଧ୍ୟ ଆମ ରାଜ୍ୟରେ ତାହା ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି, ତେଣୁ ସେ ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି ବିଜେଡି ବିଧାୟକ ଶ୍ରୀ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେଡି ସରକାର ସମୟରେ ସାମ୍ବାଦିକଙ୍କ ପାଇଁ ଥିବା ସ୍ୱାସ୍ଥ୍ୟ ବୀମା ଯୋଜନା ଆସିଥିଲା। ପ୍ରଥମେ ଏହା 2 ଲକ୍ଷ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ବଢ଼ି 5 ଲକ୍ଷ ହୋଇଛି। ବୀମା ରାଶି ବଢ଼ିବା ପ୍ରସଙ୍ଗ ସ୍ୱାଗତଯୋଗ୍ୟ ହେଲେ ମଧ୍ୟ ସାମ୍ବାଦିକମାନଙ୍କର ବୃଦ୍ଧ ପିତାମାତାଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାନଯିବା ସାମ୍ବାଦିକଙ୍କ ସ୍ୱାର୍ଥକୁ ଆଘାତ ଦେଉଛି। ଏହି ଯୋଜନାରେ ସେମାନଙ୍କ ବୃଦ୍ଧ ପିତାମାତାଙ୍କୁ ସଂଯୋଗ କରିବାକୁ ବିଧାୟକ ଶ୍ରୀ ଦାସ ଦାବି କରିଛନ୍ତି। ସେହିପରି ବିଜେଡି ବିଧାୟକ ଗଣମାଧ୍ୟମକୁ ଲୋକସେବା ଭବନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି। ପ୍ରେସ୍ ଏକାଡେମୀ ଗଠନ ସାଙ୍ଗକୁ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରାଯିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି, ଏହାକୁ ଗୁରୁତ୍ୱର ସହ ନେଇ ବିଚାର କରନ୍ତୁ ବୋଲି କହିଥିଲେ ଗୌତମ ବୁଦ୍ଧ ଦାସ। ପରବର୍ତ୍ତୀ ଖବର ପୁରା ବିଶ୍ୱ ବକ୍ସ ଅଫିସରେ ହଇଚଇ 1000 କୋଟି ମୁହାଁ ପୁଷ୍ପା 2 ରେକର୍ଡ ପରେ ରେକର୍ଡ ଭାଙ୍ଗିଛି ଚାଲିଛି ପୁଷ୍ପା 2। ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ରେକର୍ଡ ବଷ୍ଟର ସିନେମା ପୁଷ୍ପା 2 ଏବେ ଦେଶ ତ ଦେଶ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବକ୍ସ ଅଫିସରେ ଷଷ୍ଠ ଦିନରେ ହିଁ ଏବେ 1000 କୋଟି ଛୁଇଁବାକୁ ମାତ୍ର କିଛି ଦୂରରେ ରହିଛି। ଷଷ୍ଠ ଦିନରେ 950 କୋଟି ରୋଜଗାର କରିଥିବା ବେଳେ ବଜି ସପ୍ତମ ଦିନରେ ମଧ୍ୟ ଭଲ ପ୍ରଦର୍ଶନ କରୁଛି। ଯେ ୟୁକି ଆଣ୍ଡ ହେଉକି ୟୁକେଡି କିଛି ବି ପୁଷ୍ପାର ଫ୍ୟାନ୍ସଙ୍କୁ ଅଟକାଇ ପାରୁନି। ସେ ରିଲିଜର ଦିନ ହେଉ କି ଆଜି ରିଲିଜର ସପ୍ତମ ଦିନ ଫ୍ୟାନ୍ସଙ୍କ ମଧ୍ୟରେ ସମାନ କ୍ରେଜ୍ ଦେଖିବାକୁ ମିଳିଛି। ଡିସେମ୍ବର 5ରେ ରିଲିଜ୍ ହୋଇଥିବା ପୁଷ୍ପା 2 6 ଦିନରେ ଦେଶବ୍ୟାପୀ 645.85 କୋଟି ରୋଜଗାର କରିସାରିଲାଣି। ଆଉ ବିଶ୍ୱବ୍ୟାପୀ ଏହା ଖୁବ୍ ଶୀଘ୍ର 1000 କୋଟି କ୍ଲବ ପାର କରିବା ନେଇ ଆଶା ବାନ୍ଧିଛନ୍ତି ନିର୍ମାତା। ଏହା ରିଲିଜର ପ୍ରଥମ